ପିଲାମାନେ ଆଜି ଆମେ ଦଶମ ଶ୍ରେଣୀ ଓଡ଼ିଆର ତୃତୀୟ ଅଧ୍ୟାୟ ରାଘବଙ୍କ ଲଙ୍କାଯାତ୍ରାର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଆନ୍ସର ବିଷୟରେ ପଢ଼ିବା। ତ ପରୀକ୍ଷାରେ ଆସିପାରୁଥିବା ପ୍ରଶ୍ନଗୁଡ଼ିକୁ ସହଜ ଏବଂ ସରଳ ଭାବରେ ବୁଝିବା। ତେଣୁ ଭିଡ଼ିଓଟିକୁ ମନ ଦେଇ ଦେଖନ୍ତୁ। ଚାଲନ୍ତୁ ବିଳମ୍ବ ନକରି ପାଠକୁ ଆରମ୍ଭ କରିବା। ତ ପିଲାମାନେ ପ୍ରଥମ ପ୍ରଶ୍ନ ଦେଇଛି ଯେ ପ୍ରତ୍ୟେକ ତିନୋଟି ଲେଖା ପ୍ରତିଶବ୍ଦ ଲେଖିବାକୁ କହିଛି। ସିନ୍ଧୁକୁ ଆମେ କ'ଣ କ'ଣ କହିପାରିବା ପିଲେ? ସାଗର, ସମୁଦ୍ର ଏବଂ ଜଳଧି ବୋଲିକି କହିଥାଉ। ପର୍ବତକୁ ସେଇଭଳି କ'ଣ କହିବା? ଗିରି, ଶୈଳ ଏବଂ ମହୀଧର କୁହାଯାଏ। ଆକାଶର ତିନୋଟି ପ୍ରତିଶବ୍ଦ ପିଲେ ଅମ୍ବର, ଗଗନ ଏବଂ ବୈମ ବୋଲିକି ଲେଖିପାରିବା। ଦ୍ୱିତୀୟ ନମ୍ବର ପ୍ରଶ୍ନ ଦେଇଛି ପିଲେ ନିମ୍ନଲିଖିତ ଶବ୍ଦମାନଙ୍କର ଗଦ୍ୟ ରୂପ ଲେଖିବା। ତ ନିମ୍ନରେ କିଛି ଶବ୍ଦ ଦିଆଯାଇଛି, ସେଇ ଶବ୍ଦମାନଙ୍କର ଆମେ ଗଦ୍ୟ ରୂପକୁ ଦେଖିବା। ତ କ'ଣ ଦିଆଯାଇଛି ପିଲେ? ଯେମିତି ଦିଆଯାଇଛି ପ୍ରାପତି, ପ୍ରାପତିକୁ ଆମେ ପ୍ରାପ୍ତି ବୋଲିକି କହିଥାଉ। ଜନମି, ଜନ୍ମି ହୋଇଯିବ ଏବଂ ଦୈବକୁ ଆମେ ଦୈବ କହିବା। 3 ନମ୍ବର ପ୍ରଶ୍ନ କ'ଣ ଦେଲା ପିଲେ? ବିପରୀତ ବୋଧକ ଶବ୍ଦ ଗୁଡ଼ିକ ଲେଖିବା। ତ ଦେଖ ପିଲେ ବିପରୀତ ଶବ୍ଦ ଗୁଡ଼ିକ କ'ଣ କ'ଣ ଦେଇଛି? ତ ଏଠି ଦେଇଛି ଆଶା, ଆଶା ରହିଯିବ ପିଲେ ନିରାଶା। ନିଶ୍ୱାସ, ପ୍ରଶ୍ୱାସ ହେଇଯିବ। ପ୍ରସନ୍ନର ବିପରୀତ ହେଇଗଲା ବିଷର୍ଣ୍ଣ। ଜ୍ୟେଷ୍ଠକୁ ଆମେ କନିଷ୍ଠ ବୋଲିକି କହିବା। ଜନ୍ମ ହେଇଯିବ ମୃତ୍ୟୁ। ଆଉ କ'ଣ ଦେଇଛି ପିଲେ? ପୁଣ୍ୟ, ପୁଣ୍ୟକୁ ଆମେ କ'ଣ କହିବା? ପୁଣ୍ୟକୁ ଆମେ ପାପ ବୋଲିକି କହିବା, ତାର ବିପରୀତ। ବିରସର ବିପରୀତ ହେଇଯିବ ସରସ। ନେକ୍ସଟ କ'ଣ ଦେଇଛି ପିଲେ? ଚତୁର୍ଥ ନମ୍ବର ଦେଇଛି ନିମ୍ନଲିଖିତ ଶବ୍ଦମାନଙ୍କୁ ନେଇ ଏକ ସାର୍ଥକ ବାକ୍ୟ ଆମେ ରଚନା କରିବା। ତ ଦେଖ ପିଲେ ପ୍ରଥମେ କ'ଣ ଦେଲା? ଯେ ପିତୃବ୍ୟ। ତ ପିତୃବ୍ୟ ଲଗେଇକୁ ଆମେ ଗୋଟେ ବାକ୍ୟ ଗଠନ କରିବା। ମୋର ପିତୃବ୍ୟ ମୋର ବହୁତ ସ୍ନେହ କରନ୍ତି। ଦ୍ୱିତୀୟରେ କ'ଣ ଦେଇଛି ପିଲେ? ବୈମ, ବୈମ यानी ପକ୍ଷୀମାନେ ବୈମରେ ଉଡ଼ନ୍ତି। ନେକ୍ସଟ ଦେଇଛି ପ୍ରସନ୍ନ, ମୋର ଭଲ ଫଳାଫଳ ଦେଖି ବାପା ମା ପ୍ରସନ୍ନ ହେଲେ, ମାନେ ପିଲାର ରିଜଲ୍ଟ ଦେଖିକି ସେମାନେ ଖୁସି ହେଇଗଲେ। ଅନୁଜ, ଲକ୍ଷ୍ମଣ ଶ୍ରୀରାମଙ୍କର ଅନୁଜ ଥିଲେ। ସତ୍ୱର, ଗୁରୁଜନଙ୍କ ଆଦେଶ ସତ୍ୱର ପାଳନ କରିବା ଉଚିତ। ସତ୍ୱର ମାନେ ଏଠାରେ ପିଲେ ଠିକ ଭାବରେ ତାଙ୍କର ଆଦେଶକୁ ଆମେ ପାଳନ କରିବା ଉଚିତ। ନେକ୍ସଟ ଦେଇଛି କ'ଣ ପିଲେ? 5 ନମ୍ବର ପ୍ରଶ୍ନ ଆମକୁ ଦେଇଛି ସନ୍ଧି ବିଚ୍ଛେଦ କରିବା ପାଇଁ। ବଜ୍ରାଘାତକୁ ଆମେ ଯଦି ସନ୍ଧି ବିଚ୍ଛେଦ କରିଦେବା ପିଲେ ବଜ୍ର ଯୁକ୍ତ ଆଘାତ, ଜୋରେ ଆ ମିଶିଗଲେ ବଜ୍ରା ହୋଇଯାଏ, ତ ଜ୍ରା ହେଇଯିବ, ତ ଯାହାକୁ ଆମେ ବଜ୍ରାଘାତ ବୋଲିକି କହୁଛୁ। ପ୍ରତ୍ୟୁତ୍ତର କ'ଣ ହେଇଯିବ ପିଲେ? ପ୍ରତିଯୁକ୍ତ ଉତ୍ତର, ପ୍ରତ୍ୟୁତ୍ତର। ନିଶ୍ୱାସ କ'ଣ ହେଇଯିବ? ନି ଯୁକ୍ତ ଶ୍ୱାସ, ନିଶ୍ୱାସ ହୋଇଯାଏ। ନେକ୍ସଟ କ'ଣ ଦେଇଛି ପିଲେ? 6 ନମ୍ବର ପ୍ରଶ୍ନ ଆମକୁ ଦେଲା ଯେ ବ୍ୟାସ ବାକ୍ୟ ସହ ସମାସର ନାମ ମଧ୍ୟ ଲେଖିବା। ବ୍ୟାସ ବାକ୍ୟ ମଧ୍ୟ ଲେଖିବା ଏବଂ ସମାସ ଗୁଡ଼ିକର ନାଁ ଗୁଡ଼ିକ ଲେଖିବା। ତ ଏଠି ଦେଇଛି ପିଲେ ବିଭୂତି ଭୂଷଣ। ବିଭୂତି ଭୂଷଣ यानी ବିଭୂତି ଯାହାର ଭୂଷଣରେ ବିଭୂତି ଅଛି ତାକୁ ବିଭୂତି ଭୂଷଣ କୁହାଯାଏ। ଇଏ ହେଇଯିବ ବହୁବ୍ରୀହି ସମାସ। ବିଂଶତି କର ମାନେ ବିଂଶତି କର, ଯାହାର କର ମାନେ ହାତ, ଯାହାର 20ଟି ହାତ ତାକୁ ଆମେ ବିଂଶତି କର ବୋଲିକି କହିଥାଉ, ଯାହାକୁ ଆମେ ବହୁବ୍ରୀହି ସମାସ ବୋଲିକି କହିବା। ଦେବରିପୁ, ଦେବତା ମାନଙ୍କର ରିପୁକୁ ଆମେ ଦେବରିପୁ କହୁ। ଇଏ ହେଉଛି ଷଷ୍ଠୀ ତତ୍ପୁରୁଷର ସମାସ। ହୀନ ପରାକ୍ରମ କ'ଣ ପିଲେ? ହୀନ ଅଟେ ପରାକ୍ରମ ଯାହାର, ତାକୁ ଆମେ ହୀନ ପରାକ୍ରମ ବୋଲିକି କହିବା। ଇଏ ହେଇଯିବ ପିଲେ ମଧ୍ୟ ପଦଲୋପୀ ବା କର୍ମଧାରାୟ ସମାସ ଅଟେ। ନେକ୍ସଟ ଦେଖିନେବା ପିଲେ ନେକ୍ସଟ କ'ଣ ଦେଇଛି? କେ ଭଳି ଆଉ 5ଟି ଧ୍ୱନାତ୍ମକ ଯୁଗ୍ମ ଶବ୍ଦ ଲେଖ। ତ କ'ଣ ଦେଇଛି ପିଲେ? ଯେମିତି ପେଁ ପେଁ ହୋଇଯିବ, ଭେଁ ଭେଁ, ମେ ମେ, ଘେଁ ଘେଁ, କାଁ କାଁ, ଏଇଭଳି ଆମେ 5ଟି ଶବ୍ଦ କିମ୍ବା ତୁମେ ଅନ୍ୟ କୌଣସି ବି ଶବ୍ଦ ଲେଖିପାରିବ। ନେକ୍ସଟ ଦେଖିବା ପିଲେ ନେକ୍ସଟ ଦେଇଛି ସିନ୍ଧୁକୁ ପୋତିବା ପାଇଁ ରାମଚନ୍ଦ୍ର କାହିଁକି ସ୍ଥିର କଲେ? ତ କେଉଁ କାରଣ ଯୋଗୁଁ ସେ ସିନ୍ଧୁକୁ ପୋତିବା ପାଇଁ, ଯେତେବେଳେ ସୀତାଙ୍କୁ ସେ ଉଦ୍ଧାର କରିବା ପାଇଁ ଲଙ୍କାକୁ ଯିବାର ଅଛି, ଲଙ୍କାପତି ରାବଣ ସୀତାଙ୍କୁ ଚୋରି କରି ନେଇଥିଲା ପଞ୍ଚବଟୀ ବନରୁ, ତ ତେଣୁ ସୀତାଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କୁ କ'ଣ ଲଙ୍କାକୁ ଯିବାକୁ ଥିଲା। ଆଉ ଲଙ୍କାକୁ ଯିବାକୁ ହେଲେ ସିନ୍ଧୁକୁ ଅତିକ୍ରମ କରିବାକୁ ପଡୁଥିଲା ଏବଂ ସେ ସିନ୍ଧୁରେ ସେମାନେ ଯିବାର ସୁବିଧା ନଥିଲା, ଯାହା ଫଳରେ ସେ ସିନ୍ଧୁକୁ ପୋତିକି ସେ ଲଙ୍କାକୁ ଯିବା ପାଇଁ ସ୍ଥିର କରିଥିଲେ। କବିତାରେ ରାଘବ ଶବ୍ଦଟି କାହା ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି? ତ ରାଘବ ଏଠାରେ ପିଲେ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି।
नेक्स्ट कौन देछि पिले वरुण को प्रसन्न करिया पई रामचंद्र कौन कले तो प्रथमे सी वरुण को प्रसन्न करिया पई अनाहार रे कुशसज्जा रे शयन करथिले अनाहार माने न खाई न रावण सुक एवं सारण माध्यम विभीषण पाखक कौन वार्ता पठाइथिले बिले ते ज्येष्ठ भ्राता पाखक फेरी आस एवं रामଙ୍କ आश्रय छाड़िबाकु से वार्ता पठाइथिले सुक एवं सारण जे कि हंस रूप रे आसीथिले नेक्स्ट कौन देछि पिले अंगद निकटकु रावण की संदेश पठाइले तो राम को पक्ष छाड़ी दियो निज राज्य को फेरी जाओ सीए तुम पितांकर हत्यार थिबा जोगु तुमर मध्य शत्रु तेणु तुमे रामंकर पक्ष छाड़ी कि निज राज्य को चली जिबा पई से संदेश प्रेरण करथिले रावणर वार्ता नै अंगद निकटकु की आसीथिले तो एथिरे मध्य सुक एवं सारण आसीथिले जेमिति कि विभीषण पाखक आसीथिले रावणर वार्ता सुनी अंगद की प्रतिक्रिया प्रकाश कले से क्रोध रे शून्य को एक शक्त चापुड़ा प्रयास करथिले मंत्री द्वय रावण निकट रे की उक्ति प्रकाश कले जे विभीषण उत्तर एवं अंगदकर शक्ति संपर्क रे रावण को जणाइले नेक्स्ट देछि बिले 12 नंबर प्रश्न अंगद निकट को रावण की संदेश पठाइथिले तो पिले ये क्वेश्चन टा रिपीट हे जाइछि तमे देखि नबा 16 नंबर प्रश्न कौन देछि अंगदक शक्त चाबुड़ा प्रहार रे मंत्री द्वयंकर की अवस्था होइतिला तो जेते बेले से प्रहार कले पिले प्रहार करथिले तो सेमानकर प्राण हानि होइथांता श्रीरामंकर सैन्य संख्या केते बोली मंत्री द्वय कहिथिले तो समुद्र शंख संख्या ठारू मध्य अधिक एवं अगणित जाकू गणना करि हेबो नै बोली कि तांको मंत्री द्वय कहिथिले समुद्र तरिबा निमंते राघव कौन पाउथिले वरुण को प्रसन्न करी सेतु निर्माण करी समुद्र तरिबा को पाथिथिले नेक्स्ट देछि पिले 19 नंबर प्रश्न विस्मय निश्वास तेजी वरुण प्रसन्ने विनाशरे शयन से दर्भ शयने तो पिले जेते बेले सरलार्थ दबो प्रथम दुईटी शब्द लिखिकी डॉट डॉट देकी शेष रे लास्ट दुईटी शब्द लिखि नबा दर्भ शयने तो उक्त पद्यांशटी कवि सम्राट उपेन्द्र भंजक रचित वैदेहिश विलास काव्यर चतुरांश छांदरू गृहीत जहाँकि राघवंक लंका यात्रा अनुकूल कविताटी तो एठारे कवि श्रीराम चंद्रंक लंका अभियान पूर्व वरुण पासनार वर्णना विषय कहिसंती तो रावण जेतेबेले सीता को अपहरण करिया पारे श्रीरामचंद्र सीता को उद्धार करिया पई बानर सेना सहित लंका को यात्रा कले जेतेबेले सीता को चोरी करि नेले तो समुद्र रे से सेतु निर्माण पई बानर मान को पर्वत पकाइबा पई कहिले मध्य से सब पर्वत बुड़ी जाउतिला यह देखि श्रीराम विस्मित दीर्घ निश्वास नेकी त्याग कले एवं वरुण देव को प्रसन्न करने से अनशन करी कुशसज्जा रे शयन कले एवं उपासना कले शयन मध्य कले एवं उपासना कले एवं कार्यरत पूर्वर ईश्वर कृपा कामना करने उचित यही शिक्षा एठारे मिलू नेक्स्ट देखिबा विभूति विभूति की भुंजुथिलु विभूति को भूषणे बड़ कूले जनमी शरण की कारणे जे ये कह जाइए कौन देखिबा तो लिखिबो विभूति को भुंजुथिले लास्ट डॉट देकी कारण जे तो प्रदत्त पद्यांशटी राघवंक लंका यात्रा अनुकूल कवितार आनीत एठारे कवि रावण द्वारा विभीषण पाखक पठा जाई थिबा वार्तार वर्णना करिसंती जो वार्ताटे मिली से वार्ता को एठारे वर्णना करा जायछि तो पिले रावण विभीषण को कौन पिले विभीषण को श्रीराम ठारो विच्छिन्न करिया पई कूटनीतिर आश्रय नेला विभीषण को श्रीराम ठारो किपरि अलगा कर एवं सुक सारण हाथ रे वार्ता पठाई कहिले जे तुमे बड़ कूल रे जन्म होइछ
ଏଠାରେ ପିଲେ ବଳକୂଳରେ ଜନ୍ମ କିଏ ହେଇଥିଲେ? ବିଭୀଷଣ ବଳକୂଳରେ ଜନ୍ମ ହେଇଥିଲେ, ଯିଏକି ରାବଣଙ୍କର ଭ୍ରାତା ଥିଲେ। ତ ତୁମେ ବଳକୂଳର ଜନ୍ମ ହୋଇ ଲଙ୍କାର ଐଶ୍ୱର୍ଯ୍ୟ ଭୋଗ କରୁଥିଲେ, ତେବେ କାହିଁକି ଜଣେ ବନବାସୀ ମାନେ ଏଠାରେ ଶ୍ରୀରାମଙ୍କୁ କୁହାଯାଇଛି, ସେ ବନବାସ ପାଇଁ ଆସିଥିବା ଯୋଗୁଁ ତାକୁ ବନବାସୀ ବୋଲିକି ରାବଣ କହୁଥିଲେ। ତ ସେଇ ବନବାସୀ ରାବଣଙ୍କ ଶରଣ କାହିଁକି ନେଉଛ? ତ ଏପରି ଭାବେ ରାବଣ ବିଭୀଷଣଙ୍କୁ ଲଙ୍କାକୁ ଫେରାଇବାକୁ ଚେଷ୍ଟା କରିଥିଲେ ଏବଂ ଏଥିରେ ତାଙ୍କର ସେଇ କୂଟନୀତିର ପରିଚୟ ମିଳୁଛି। ନେକ୍ସଟ ଦେଖିବା ପିଲେ, ନେକ୍ସଟ କ୍ୱେଶ୍ଚନ ଦେଲା 21 ନମ୍ବର, ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ଭଜିଥିବ ବିନ୍ଧ୍ୟ ଭାନୁ, ତୋଷୀ ହେଲେ ବଞ୍ଚାଇ ଦଇବଜେ। ତ ଏଥିରେ ମଧ୍ୟ ତୁମେ ପିଲେ ଶବ୍ଦ ଦୁଇଟି ଲେଖିଦେବ, ବାଜିଥିଲେ ଚୂର୍ଣ୍ଣ ଡଟ୍ ଡଟ୍ ଦେଇକି ଲାଷ୍ଟରେ ଦଇବଜେ। ତ ଏ ପିଲେ ଲେଖିବା, ଉକ୍ତ ପଦ୍ୟାଂଶଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ବୈଦେହୀଶ ବିଳାସ କାବ୍ୟରୁ ସଂଗୃହୀତ ହୋଇଛି ଏବଂ ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳ ଶୀର୍ଷକ ପଦ୍ୟରୁ ଆନିତ। ଏଠାରେ କବି ବାଳୀପୁତ୍ର ଅଙ୍ଗଦଙ୍କ ପରାକ୍ରମ ସମ୍ପର୍କରେ ସେ ଆଲୋକପାତ କରିଛନ୍ତି। ଲଙ୍କାପତି ରାବଣ କିଏ? ଯେ ଶ୍ରୀରାମଙ୍କ ସେନାବାହିନୀକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଶୁକ ଏବଂ ସାରଙ୍କ ହସ୍ତରେ ବାର୍ତ୍ତା ପଠାଇଥିଲେ ଯେ ସେମାନେ ଅଙ୍ଗଦକୁ ରାବଣର କଥା ଜଣାଇବେ ଏବଂ ଏହା ଶୁଣି ଅଙ୍ଗଦ କ୍ରୋଧିତ ହୋଇ କେବଳ ଶୂନ୍ୟକୁ ଏକ ପ୍ରବଳ ଚାପୁଡ଼ା ପ୍ରହାର କଲା। ତ ଶୂନ୍ୟକୁ ଏକ କ୍ରୋଧିତ ହୋଇକି ଚାପୁଡ଼ା ପ୍ରହାର କରିଥିଲା ଏବଂ ଅଙ୍ଗଦ ସେହି ଶକ୍ତିଶାଳୀ ପ୍ରହାରରେ ବିନ୍ଧ୍ୟ ପର୍ବତ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ପାତାଳକୁ ଯାଇଥାନ୍ତା ଏବଂ ସୂର୍ଯ୍ୟଦେବ ସନ୍ତୁଷ୍ଟ ହୋଇଥାନ୍ତି। ସୂର୍ଯ୍ୟଦେବ କଣ ପିଲେ? ସନ୍ତୁଷ୍ଟ ହେବେ। କିନ୍ତୁ ଦୈବୀ କୃପାରୁ ଶୁକ ଏବଂ ସାରଣ ଜୀବନ ନେଇ ଫେରି ଆସିଥିଲେ ଏବଂ ଏହାରୁ ରାବଣ ଏବଂ ଅଙ୍ଗଦଙ୍କ ଶକ୍ତି, ସାମର୍ଥ୍ୟ ଏବଂ ବୀରତ୍ୱ ସମ୍ପର୍କରେ ଜଣାପଡୁଛି। ନେକ୍ସଟ ଦେଖିବା ପିଲେ 22 ନମ୍ବର ପ୍ରଶ୍ନ କଣ ଦେଲା ପିଲେ, ଲଙ୍କା ଯାତ୍ରା ନିମନ୍ତେ ରାଘବଙ୍କ ପ୍ରୟାସ ବର୍ଣ୍ଣନା କର। ତ ରାଘବଙ୍କ ବିଷୟରେ ଆମେ ବର୍ଣ୍ଣନା କରିବା। ରୀତିଯୁକ୍ତ କାବ୍ୟ ସାହିତ୍ୟର ଶ୍ରେଷ୍ଠ ବିନ୍ଧାଣୀ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ଉତ୍କଳ କାବ୍ୟ ଜଗତର କୂଟବିହୀନ ସମ୍ରାଟ ଏବଂ ସେ ଓଡ଼ିଆ ମାନଙ୍କର ସାହିତ୍ୟକୁ ବୈଦେହୀଶ ବିଳାସ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଏଭଳି ଅମୂଲ୍ୟ କାବ୍ୟ ଗୁଡ଼ିକ ପ୍ରଦାନ କରିଛନ୍ତି। ବୈଦେହୀଶ ବିଳାସ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଏଭଳି ଅମୂଲ୍ୟ କାବ୍ୟ ଗୁଡ଼ିକ ପ୍ରଦାନ କରିଛନ୍ତି। ତ କବି ବୈଦେହୀଶ ବିଳାସ କାବ୍ୟର ଚତ୍ୱାରୀ ସମର ଛାନ୍ଦରୁ ଆନିତ ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ କବିତାରେ ଶ୍ରୀରାମଚନ୍ଦ୍ର ଲଙ୍କା ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ଏଠାରେ ସେ ବର୍ଣ୍ଣନା କରିଛନ୍ତି ଏବଂ ସେ କହିଛନ୍ତି ଯେ ପିତୃ ସତ୍ୟ ପାଳନ କରିବା ପାଇଁ ରାମଚନ୍ଦ୍ର କଣ ପିଲେ? ନିଜ ପିତାଙ୍କ ସତ୍ୟକୁ ପାଳନ କରିବା ପାଇଁ ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣ ସୀତାଙ୍କ ସହିତ ଅରଣ୍ୟରେ ବାସ କରୁଥିଲେ ଏବଂ ଏହି ସମୟରେ କଣ ହେଲା ପିଲେ, ଲଙ୍କାପତି ଯେଉଁ ରାବଣ ଥିଲା ସେ ସୀତାଙ୍କୁ ଅପହରଣ କରିନେଲା ଏବଂ ଯେତେବେଳେ ରାସ୍ତାରେ ଜଟାୟୁ ଆସିଲା, ଜଟାୟୁଙ୍କ ଠାରୁ ମଧ୍ୟ ଏହି ସମ୍ବାଦ ରାମଚନ୍ଦ୍ର ଜାଣିପାରିଥିଲେ। ତ ଜଟାୟୁଙ୍କ ମଧ୍ୟ କଣ, ତାର ଗୋଟେ ଡେଣା କାଟି ଦେଇଥିଲେ ଏବଂ ହନୁମାନଙ୍କ ଦ୍ୱାରା ସେ ଅଶୋକ ବନରେ ସୀତା ଅଛନ୍ତି ବୋଲିକି ତାଙ୍କୁ ସନ୍ଧାନ ମିଳିଲା ଏବଂ ରାମଚନ୍ଦ୍ର ସୀତାଙ୍କୁ ଉଦ୍ଧାର କରିବା ପାଇଁ ଲଙ୍କା ଯାତ୍ରାର ଆୟୋଜନ କରିଥିଲେ। ନେକ୍ସଟ ଦେଖିବା ପିଲେ, ଏହି ସମ୍ପର୍କରେ ରାବଣର ଭାଇ ବିଭୀଷଣ ଶ୍ରୀରାମଙ୍କର ଶରଣାପନ୍ନ ମଧ୍ୟ ହୋଇଥିଲେ ଏବଂ ପରେ ସେ ଶ୍ରୀରାମ ଏବଂ ସୁଗ୍ରୀବ, ଜାମ୍ବବାନ, ଅଙ୍ଗଦ ଏବଂ ସେଇ ବିଶାଳ କପିସେନାଙ୍କ ସହିତ ସେ ଲଙ୍କା ଅଭିମୁଖେ ଯାତ୍ରା କରିଥିଲେ ନିଜ ପତ୍ନୀଙ୍କୁ ମୁକୁଳାଇବା ପାଇଁ। ନେକ୍ସଟ ଦେଖିବା ପିଲେ, କିନ୍ତୁ ଲଙ୍କା ଯିବା ପଥରେ ବିଶାଳ ସମୁଦ୍ର ସବୁଠାରୁ ମୁଖ୍ୟ ବାଧା ଦେଇଥିଲା। ସେଥିପାଇଁ ରାମଚନ୍ଦ୍ର ସମୁଦ୍ର ଉପରେ ସେତୁ ନିର୍ମାଣ କରିବା ପାଇଁ ସେ ନିଷ୍ପତ୍ତି ନେଲେ ଏବଂ ବାନର ସେନା ପର୍ବତ ଏବଂ ପଥର ଆଣି ସମୁଦ୍ରରେ ପକାଇଲେ। କିନ୍ତୁ
ସେଗୁଡ଼ିକ ସମୁଦ୍ରର ଅତଳ ଗର୍ଭରେ ବୁଡ଼ିଗଲା। ଅତଳ ଗର୍ଭରେ କ'ଣ ବେଲେ ସେଇ ଯେଉଁ ବଡ଼ ବଡ଼ ପର୍ବତ ଗୁଡ଼ିକ ପକାଉଥିଲେ ସେସବୁ ବୁଡ଼ି ଯାଉଥିଲା। ଏଥିରେ ରାମଚନ୍ଦ୍ର ଟିକେ ବିସ୍ମିତ ହୋଇ ବରୁଣଦେବଙ୍କୁ ପ୍ରସନ୍ନ କରିବା ପାଇଁ ସେ କୁଶଶଯ୍ୟାରେ ଶୟନ କରି ଉପାସନା କରିଥିଲେ। ଏବଂ ଏହା ଦ୍ୱାରା କବି ଦର୍ଶାଇଛନ୍ତି ଯେ କୌଣସି କାର୍ଯ୍ୟର ସଫଳତା ପାଇବା ପାଇଁ ଈଶ୍ୱରଙ୍କ କୃପା ଏବଂ ଆଶୀର୍ବାଦ ଆବଶ୍ୟକ ହୋଇଥାଏ। ନେକ୍ସଟ ପିଲେ କ'ଣ ଦେଇଛି 23 ନମ୍ବର, ଲଙ୍କାପତି ରାବଣ ଥିଲେ ଜଣେ କୂଟନୈତିକ ବିଶାରଦ। ଉକ୍ତିଟିର ଯଥାର୍ଥତା ପଠିତ କବିତାରେ ଅବଲମ୍ବନରେ ଆଲୋଚନା କର। ତ ଲେଖିବା ପିଲେ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ବୈଦେହୀଶ ବିଳାସ କାବ୍ୟରେ ଗୃହୀତ ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳ କବିତାରେ ଲଙ୍କାପତି ରାବଣର କୂଟନୀତିର ପରିଚୟ ମିଳୁଛି ଏବଂ ରାମଚନ୍ଦ୍ର ବିଶାଳ ବାନର ସେନା ସହ ଲଙ୍କା ଆକ୍ରମଣ ପାଇଁ ପ୍ରସ୍ତୁତ ହେବା ଜାଣି ରାବଣ ଶତ୍ରୁପକ୍ଷଙ୍କୁ ଦୁର୍ବଳ କରିବା ପାଇଁ ସେ ବିଭିନ୍ନ ଯୋଜନା ଗୁଡ଼ିକ କରୁଥିଲେ ଏବଂ ରାବଣ ଜାଣିଥିଲା ଯେ ବିଭୀଷଣ ଲଙ୍କାର ସମସ୍ତ ଗୁପ୍ତ ତଥ୍ୟ ଏବଂ ବୀରମାନଙ୍କର ଶକ୍ତି ଦୁର୍ବଳତା ବିଷୟରେ ଅବଗତ ଅଛି। ତ ବିଭୀଷଣ ତ ତାର ଭ୍ରାତା ଥିଲା, ତ ସେ ସବୁ କିଛି ଜାଣିଥିଲା। ତେଣୁ ସେ ଶୁକ ଏବଂ ସାରଣକୁ ଦୂତ ଭାବରେ ପଠାଇ ବିଭୀଷଣଙ୍କୁ ଲଙ୍କାକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲା ଏବଂ ସେହିପରି ବାଳିପୁତ୍ର ଅଙ୍ଗଦକୁ ମଧ୍ୟ ତାଙ୍କ ପିତାଙ୍କର ମୃତ୍ୟୁ କଥା ମନେ ପକାଇ ଶ୍ରୀରାମଙ୍କ ବିରୋଧରେ ଉସ୍କାଇବା ପାଇଁ ଚାହିଁଥିଲା। ଯୁଦ୍ଧ ପୂର୍ବରୁ ଶତ୍ରୁର ଏହି ସୈନ୍ୟବଳ ଏବଂ ଯୋଜନା ଜାଣିବା ପାଇଁ ଦୂତ ପଠାଇବା, ଶତ୍ରୁର ସହାୟକମାନଙ୍କୁ ଅଲଗା କରିବା, ଏସବୁ କ'ଣ ବିଲେ ରାବଣର ଗୋଟେ ଯୋଜନା ଥିଲା ବା କୂଟନୀତି ଥିଲା। ଏହି ଭାବରେ ସେ ରାବଣ ଜଣେ କୂଟନୈତିକ ବିଶାରଦ ଥିଲେ ବୋଲିକି ପ୍ରମାଣ ପାଉଛି। ତ ପିଲେ ଏବେ ଆମେ ଲେଖିବା ଗୋଟେ, ନେକ୍ସଟ ଦେଖିବା। ତ ଏଠାରେ ପିଲେ ଆମେ ଗୋଟେ, ତ ଏଠାରେ ତାର ଛୋଟ ଭାଇ ଦୀପୁ ପାଖକୁ ଗୋଟେ ପତ୍ର ଲେଖିଛି। କ'ଣ ଲେଖିଛି? ପ୍ରଥମେ ପିଲେ ଠିକଣା ଯେଉଁଠାରେ ଅଛି ସେଇ ସ୍ଥାନର ନାଁ ଦିଆଯାଇଛି ନେତାଜୀ ଛାତ୍ରାବାସ କଟକ, ତାରିଖ ଦିଆଯାଇଛି 14/9/2026। ତ ସେ ଲେଖିଛନ୍ତି ଯେ ଶ୍ରଦ୍ଧେୟ ଦୀପୁ, ମୋର ସ୍ନେହ ନେବୁ, ଆଶା କରୁଛି ତୁ ସୁସ୍ଥ ଓ ଖୁସିରେ ଥିବୁ। ତୋର ପଢ଼ାପଢ଼ି ଭଲ ଚାଲିଛି ବୋଲି ଜାଣି ମୋତେ ବହୁତ ଖୁସି ଲାଗିଲା। ଆଜି ତୋତେ ଆମ ସାହିତ୍ୟ ବହିର ରାଘବଙ୍କ ଲଙ୍କାଯାତ୍ରାନୁକୂଳ କବିତାରେ ଥିବା ସମାଜ ପାଇଁ ଯେଉଁ ଉପଦେଶ ଅଛି ସେଇ ଉପଦେଶର କିଛି ଲେଖୁଛି। ଏହି କବିତାରେ କବି ଉପେନ୍ଦ୍ର ଭଞ୍ଜ ମଣିଷକୁ ଅନେକ ମୂଲ୍ୟବାନ ଶିକ୍ଷା ଦେଇଛନ୍ତି ଏବଂ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ପୂର୍ବରୁ ଈଶ୍ୱରଙ୍କୁ ସ୍ମରଣ କରିବା ଏବଂ ତାଙ୍କ ଆଶୀର୍ବାଦ ନେବା ଉଚିତ ବୋଲିକି କହିଛନ୍ତି। ଯେତେବେଳେ ଏଇ ଘଟଣାରେ କେଉଁଠି କୁହାଯାଇଛି ପିଲେ, ଯେତେବେଳେ ରାମଚନ୍ଦ୍ର ସମୁଦ୍ରକୁ ଲଙ୍ଘନ କରିବା ପାଇଁ କୁଶଶଯ୍ୟାରେ ରହିକି ଅନଶନ କରିଥିଲେ ଏବଂ ଈଶ୍ୱରଙ୍କ ପ୍ରତି ଭକ୍ତି ଏବଂ ବିଶ୍ୱାସ ରଖିଲେ ମଣିଷ ଜୀବନରେ ସଫଳତା ପାଇପାରେ। କବିତାରେ ବିଭୀଷଣଙ୍କ ଉଦାହରଣ ଦେଇ କୁହାଯାଇଛି ଯେ ନିଜ ଘର ଏବଂ ପରିବାରର ଗୁପ୍ତ କଥା ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ଏବଂ ପରିବାରର ଗୁରୁଜନମାନଙ୍କୁ ସମ୍ମାନ କରିବା ଏବଂ ସେମାନଙ୍କ କଥା ମାନି ଚଳିବା ହେଉଛି ଆମର କର୍ତ୍ତବ୍ୟ। ତ ଏହି କବିତାରେ କବି ଉପେନ୍ଦ୍ର ଭଞ୍ଜ ଏହି ବିଷୟରେ ଲେଖିଛନ୍ତି ଏବଂ ବିଭୀଷଣଙ୍କୁ ଉଦାହରଣ ଦେଇ କହିଲେ ଯେ ନିଜ ଘରର ଘଟଣା କେବେ ମଧ୍ୟ ଆମେ ଅନ୍ୟ ଆଗରେ କହିବା ନାହିଁ। ଯଦି ବିଭୀଷଣ ଯେତେବେଳେ କହିଲେ ନିଜ ଘରର ଘଟଣା, ତା ପରବର୍ତ୍ତୀ ସମୟରେ ହିଁ ଶ୍ରୀରାମଚନ୍ଦ୍ର ରାବଣର ନିହତ କରିପାରିଥିଲେ, ନଚେତ ରାବଣର ନିହତ କରିପାରି ନଥାଏ। ତ ଏହା ଛଡ଼ା ମାତା ପିତାଙ୍କୁ ଜୀବନ୍ତ ଦେବତା ଭାବି ସେମାନଙ୍କ ସେବା ଏବଂ ସମ୍ମାନ କରିବା ଉଚିତ। ଧୈର୍ଯ୍ୟ, ନମ୍ରତା, ଭକ୍ତି ଏବଂ ନୀତିବାନ ଜୀବନ ମଣିଷକୁ ଏକ ଉତ୍ତମ ନାଗର କରିଥାଏ। ଦୀପୁ, ତୁ ମଧ୍ୟ ଏହି ଶିକ୍ଷା ଗୁଡ଼ିକୁ ଜୀବନରେ ପାଳନ କରିବୁ, ମନ ଦେଇ ପାଠ ପଢ଼ିବୁ ଏବଂ ଗୁରୁଜନମାନଙ୍କୁ ସମ୍ମାନ କରିବୁ।
ବାପା ବୋଉଙ୍କୁ ମୋର ପ୍ରଣାମ ଜଣାଇଦେବୁ। ଇତି ତୋର ମଙ୍ଗଳକାଂକ୍ଷୀ ଭାଇ ପାବ। ଆଉ ଏବେ ପିଲେ ତୁମେ ଏଠାରେ ଠିକଣା ଲେଖିବ। ତ ଗୋଟିଏ ସାଇଡ଼ରେ ତୁମେ ତୁମ ନାମ ଠିକଣା ଦେବ ଏବଂ ଅନ୍ୟ ସାଇଡ଼ରେ ତୁମେ ଯାହା ପାଖକୁ ଚିଠି ଲେଖୁଛ ତାହା ପ୍ରେରକ ଏବଂ ପ୍ରାପକ ଲେଖିବ। ପ୍ରେରକରେ ତୁମର ଠିକଣା ଦେବ ଏବଂ ପ୍ରାପକରେ ତୁମେ ଯେଉଁ ସ୍ଥାନକୁ ପଠାଉଛ ଚିଠିଟି ତାହାର ଠିକଣା ଦେବ। ତେବେ ପିଲାମାନେ ଆଜିର ରାଘବଙ୍କ ଲଙ୍କା ଯାତ୍ରା କ୍ୱେଶ୍ଚନ୍ ଆନ୍ସରଟି ଏତିକି ଥିଲା। ଏହି ପ୍ରଶ୍ନ ଗୁଡ଼ିକୁ ଭଲ ଭାବରେ ପଢ଼ନ୍ତୁ ଏବଂ ଖାତାରେ ଲେଖି ପ୍ରାକ୍ଟିସ୍ କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ଏଇଭଳି ପାଠ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଏକ ନୂଆ ଭିଡ଼ିଓରେ ଦେଖା ହେବା ପିଲାମାନେ। ଧନ୍ୟବାଦ। ଜୟ ଜଗନ୍ନାଥ ପିଲା।